माँ को आवाहन करी आराम करवा। माँ आम आज गोटे भारतीय किंबदंती शुणा गोटे पुराणा किंबदंती। हो केते हजार वर्ष तलर कथा। इल्लोल ଓ ବାତାପି ନାମରେ ଦୁଇ ରାକ୍ଷସ ଭାଇ ଥିଲେ। ନଗର ଠାରୁ ଅନତି ଦୂରରେ ଥିବା ଅରଣ୍ୟରେ ସେମାନେ ବାସ କରୁଥିଲେ। ପରର ଧନ ସମ୍ପତ୍ତି ପାଇଁ ସେମାନଙ୍କ ମନରେ ଭୀଷଣ ଲୋଭ ଥିଲା, କିନ୍ତୁ ସେ ତାକୁ ଏକ ଅଭିନବ ଉପାୟରେ ହାସଲ କରୁଥିଲେ। ନିଜର ଇଚ୍ଛା ମୁତାବକ ରୂପ ଧାରଣ କରିବା ପାଇଁ ସେମାନଙ୍କର ଶକ୍ତି ଥିଲା। ଇଲ୍ଲୋଳ ଜଣେ ଭଦ୍ର ଗୃହସ୍ଥ ରୂପ ଧାରଣ କରି ଅରଣ୍ୟ ମଧ୍ୟ ପଥ ଦେଇ ଚଳପ୍ରଚଳ ହେଉଥିଲା। ସେହି ପଥରେ ଅନେକ ସମୟରେ ବଣିକ ମାନେ ସହରକୁ ଯିବା ଆସିବା କରୁଥିଲେ, କିମ୍ବା ବ୍ରାହ୍ମଣ ମାନେ ରାଜାଙ୍କ ଦରବାରକୁ ଯାଉଥିଲେ। ସେ ସେମାନଙ୍କୁ ତାଙ୍କ ଘରେ ବିଶ୍ରାମ ନେବା ପାଇଁ ଅନୁରୋଧ କରନ୍ତି। ଏତେ ଭଦ୍ର ଓ ଏତେ ବିନୟୀ ହୋଇ ସେ ତାଙ୍କର ମନୋଭାବଙ୍କୁ ଆଗନ୍ତୁକଙ୍କୁ ଜଣାନ୍ତି, ଯେପରି ତାଙ୍କ ମନରେ ସନ୍ଦେହର କୌଣସି ପ୍ରଶ୍ନ ହିଁ ଆସିବ ନାହିଁ। ତେଣୁ ସେମାନେ ଆନନ୍ଦରେ ତାଙ୍କର ଅନୁରୋଧ ସ୍ୱୀକାର କରି ତାଙ୍କ ପଛେ ପଛେ ତାଙ୍କ ଘରକୁ ଯାଆନ୍ତି। ଇଲ୍ଲୋଳ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇ ନିଜର ଘର ପରିସରକୁ ନେଇଯାଆନ୍ତି। ଏକ ଶୀତଳ ପୁଷ୍କରିଣୀ ଦେଖାଇ ଦେଇ ସ୍ନାନ କରିବାକୁ କୁହନ୍ତି। ତାପରେ ତାଙ୍କୁ ବିଶ୍ରାମ ନେବାକୁ କହି ଜଣାଇ ଦିଏ ଯେ ସେ ତାର ଅତିଥିଙ୍କ ପାଇଁ ଏକ ବିଶେଷ ଦିବା ଭୋଜନର ବ୍ୟବସ୍ଥା କରିଛି। ପ୍ରକୃତିରେ ଏକ ଭିନ୍ନ ଭୋଜନ। ଏହା ଏକ ମେଷ ଶାବକର ମାଂସ। ଏକ ଅସ୍ୱାଭାବିକ ମେଷ ଶାବକ ନିଶ୍ଚୟ। ସେ ହଉ ସେ କଣ କରେ, ତାଙ୍କୁ ମାଂସ ଖାଇବା ପାଇଁ ମାନେ ମାଂସ ତରକାରୀ କରିକି ତାଙ୍କୁ ଦିଏ। ପ୍ରକୃତରେ ସେ ଯୋଉ ମାଂସ ଦିଏ, ସେ ମାଂସ ହଉଛି ତା ସାନ ଭାଇ ବାତାପିର। ତା ସାନ ଭାଇ ବାତାପି କଣ ହୁଏ ନା, ମେଣ୍ଢା ହେଇକିରି ଅ ଥିବ, ସେ ତାଙ୍କୁ ନେଇ ମାଂସ କାଟିବ, କାଟିକିରି ମାଂସ ତରକାରୀ କରିବ। ତରକାରୀ କରିସାରିଲା ପରେ ଆଣି ତାଙ୍କୁ ଖାଇବାକୁ ଦବ। ସେ ମାଂସ ତାଙ୍କରି ଆଗରେ କାଟିବ, କାଟିକି ରୋଷେଇବାସ କରି ଦବ। ଏବଂ ସିଏ ତାକୁ ଖାଇବେ, ଆନନ୍ଦରେ ଖାଇବେ। ଖାଇ ସାରିଲା ପରେ ସେ ଯେତେବେଳେ ଅତିଥି ଖାଇସାରିବେ, ତାଙ୍କ ଆଗରେ ସେ ତାଙ୍କ ସାନ ଭାଇଙ୍କୁ ସ୍ମରଣ କରିବ, ଡାକିବ, ବାତାପି, ଏ ବାତାପି ତୁ କୋଉଠି ଅଛୁ? ସେଠୁ ଭିତରୁ କାଣ ପେଟ ଭିତରେ ଥବ, ବାତାପି ବର୍ତ୍ତମାନ ମାଂସ ତରକାରୀ ହେଇଯାଇଛି। ସେ ପେଟ ଭିତରୁ ଥାଇ କହିବ, ମୁଁ ଏଇଠି। ଏବଂ ତାପରେ ତୁ ଆସେ ଶୀଘ୍ର, ମୁଁ ଖାଇବି ବା। ସେଠୁ ସେ କଣ କରିବ, ଅତିଥିଙ୍କ ପେଟ ଭିତରୁ ଆରମ୍ଭ ହେଇଯିବ ପେଟ ଭିତରେ ଯନ୍ତ୍ରଣା, ଏବଂ ସେ ତାଙ୍କ ପେଟ ଫଟେଇକିରି ବାହାରକୁ ବାହାରିକି ଆସିବ। ସରିଲା, ଅତିଥି ସେଠି ମଲେ ଆଉ କଣ ଅଛି। ତେଣୁ ସିଏ ତାଙ୍କ ଉଦର ଫାଟିଯିବ। ବାତାପି ବାହାରି ଆସିଲେ। ବର୍ତ୍ତମାନ ଯେହେତୁ ସେ ମରିଗଲେ, ତାପରେ ସେ କଣ କରନ୍ତି, ତାଙ୍କ ଘରକୁ ଯାଆନ୍ତି ଏବଂ ତାଙ୍କ ଘରର ସମସ୍ତ ସମ୍ପତ୍ତି ଯାହା ଯାହା ତାଙ୍କ ସମ୍ପତ୍ତି ଥିବ, ତାଙ୍କର ଜମି ବାଡି, ତାକୁ ସବୁ ସିଏ କଣ କରନ୍ତି, ତାଙ୍କର ନିଜର କରି ନେଇଯାଆନ୍ତି। ଇଲ୍ଲୋଳ ବାତାପି ଏଇପରି କରି କରି ଧୀରେ ଧୀରେ ଧନୀ ହେବାର ଲାଗିଲେ। କିନ୍ତୁ ଲୋକମାନେ ତାଙ୍କର ଏଇ ଯୋଉ ଉନ୍ନତିର ଗୁପ୍ତ ରହସ୍ୟ ଜାଣି ପାରନ୍ତିନି। କାହିଁକିନା ଯିଏ ଅତିଥି ଯାଇଥିଲା, ସିଏ ତ ବଞ୍ଚି ନାହିଁ, କହିବ କିଏ ଆସି ଆସି। ତେଣୁ କିନ୍ତୁ ସମସ୍ତେ ଲୋକ ତେଣୁ ଭାବୁଥିଲେ, ବୋଧହୁଏ ସେମାନେ ଦୁଇ ଭାଇଙ୍କୁ କିଛି ଗୁପ୍ତ ଧନ ମିଳିଯାଇଛି, ଯାହା କେତେକ ଧନୀ ବ୍ୟକ୍ତି ସନ୍ନ୍ୟାସ ଗ୍ରହଣ କରିବା ପରେ ଜଙ୍ଗଲରେ ବୋଧହୁଏ କେଉଁଠି ଲୁଚାଇ ରଖିଥିଲେ, ଯୋଉଟା କି ତାଙ୍କୁ ମିଳିଯାଇଛି। ଲୋକ ଭାବନ୍ତି ଯେ ବୋଧହୁଏ ଆଗରୁ ଧନୀ ବ୍ୟକ୍ତି କିଏ ହେଇଥିବେ, ଯିଏ ସନ୍ନ୍ୟାସ ଗ୍ରହଣ କରିଛନ୍ତି ଏବଂ ତାଙ୍କର ଧନ ଗୁଡିକ ଅ ପୋଥିପାତି ଦେଇ ଯାଇଥିଲେ। ସେଇ ଧନକୁ ଏମାନେ କେହି ପାଇଛନ୍ତି, ତେଣୁ ବୋଧ ହେଇଛି ଆଉ। ତେଣୁ କିନ୍ତୁ ଜଙ୍ଗଲ ଭିତରେ ସେ ଦୁଇ ଜଣ ହିଁ ଅଛନ୍ତି, ଆଉ ତ କେହି ନାହାନ୍ତି, ତାଙ୍କ ଘର ପଡିଶା କେହି ନାହାନ୍ତି। ଯିଏ କିଏ ସବୁ କିଛି ଜିନିଷ ଖବର ପାଇବ। ଜଙ୍ଗଲ ଭିତରେ କିଏ ବା କାହିଁକି ରହିବ, ଯେହେତୁ ଏମାନେ ରାକ୍ଷସ ଏବଂ ତାଙ୍କୁ କାହାକୁ ଡର, ସେ ତ ନିଜେ ରୂପ ବଦଳେଇକି ଭିନ୍ନ ଭିନ୍ନ ରୂପରେ ନେଇପାରିବେ। ଏଇଭଳି ତାଙ୍କର ଜୀବନ ଚାଲିଲା ଏବଂ ସେ ଦିନକୁ ଦିନ ଅଧିକରୁ ଅଧିକ ଧନୀ ହୋଇ ଚାଲିଲେ।
ଦିନେ ସେଇ ବାଟ ଦେଇ ଅଗସ୍ତ୍ୟ ଋଷି ସେ ବାଟ ଦେଇ ଆସୁଛନ୍ତି। ଦିନେ ସେ ଅଗସ୍ତ୍ୟ ଋଷି ତାଙ୍କର କିଛି ଧନର ଆବଶ୍ୟକତା ପାଇଁ ସେ ବାଟ ଦେଇ ଆସିଲେ କିଛି ଧନୀ ଲୋକଙ୍କ ପାଖରୁ। ସେତେବେଳେ ଋଷି ଅଗସ୍ତ୍ୟ ଋଷି କଣ ପ୍ରାୟ ଅନେକ ଋଷି ମାନେ ଯେହେତୁ ଯୋଉ ଆଶ୍ରମ କରିଥାନ୍ତି ସେଠି ପିଲାମାନଙ୍କୁ ମୁକ୍ତ ଶିକ୍ଷା ପ୍ରଦାନ କରାଯାଏ। ତାଙ୍କ କାହାରି ପାଖରୁ କୌଣସି ନିଆଯାଏନି। ଯେତେବେଳେ ଶିକ୍ଷା ସରେ ଗୁରୁ ଦକ୍ଷିଣା ଯୋଉ କୁହନ୍ତି ସେଇଟା ହଉଛି ଶିଷ୍ୟର ସେ ତାର ଯାହା ଯୋଉ ଶିକ୍ଷା ଗ୍ରହଣ କରିଛି ଗୁରୁ ପ୍ରତି ଗୁରୁଙ୍କ କଥାକୁ ରକ୍ଷା କରିବାର ଯୋଉ ତା ଭିତରେ ସଂକଳ୍ପ ସେ ସଂକଳ୍ପକୁ ଦୃଢ କରିବା ପାଇଁ ଗୁରୁ ଦକ୍ଷିଣା କୁହାଯାଏ। କିନ୍ତୁ କେହି କେବେ ଗୁରୁ ଦକ୍ଷିଣାରେ ମାଗନ୍ତିନି ତାଙ୍କ ଆଶ୍ରମ ପାଇଁ ସବୁ ଦିଅ ବା ଏକର କିଛି କରନ୍ତି। ରାଜାଙ୍କର ପୃଷ୍ଠପୋଷକରେ ଧନୀ ଲୋକମାନଙ୍କ ପୃଷ୍ଠପୋଷକରେ ଆଶ୍ରମ ଚାଲେ। ତାଙ୍କର କିଛି ଆବଶ୍ୟକ ହେଇଛି ତେଣୁ ସେ ଧନୀ ଲୋକଙ୍କ ପାଖରୁ କିଛି ଧନ ଆଶା କରି ଆସିଛନ୍ତି। ଏବଂ ସେ ଜାଣିଲେ ଯେ ଜଙ୍ଗଲରେ ଏମିତି ଦି ଜଣ ଅଛନ୍ତି ଯୋଉମାନେ କି ଧନୀ ବ୍ୟକ୍ତି ବହୁତ ବଡ ବଡ ଧନୀ ବ୍ୟକ୍ତି ତେଣୁ ସେ ତାଙ୍କ ପାଖକୁ ଆସି ସାହାଯ୍ୟ କିଛି ପାଇବ ବୋଲି ଆସିକି ପହଞ୍ଚିଲେ। ଏଇ ସମୟରେ ତେଣୁ ଇଲୁଳଙ୍କ ହାବୁଡରେ ପଡିଲେ। ଇଲ୍ଲୋଳ କହିଲେ ଆଉ ନିଶ୍ଚୟ ଆପଣ ଯେତେ ଧନ ଚାହିଁବେ ସେତେ ଧନ ଦେବି। ସହାସ୍ୟ ବଦନରେ ତାଙ୍କୁ ହାତ ଯୋଡି ସ୍ୱାଗତ ଜଣାଇଲେ। ହେ ସାଧୁବର ଆପଣଙ୍କ ପାଦ ରେଣୁ ଆମ ଗୃହରେ ପଡିବାରୁ ଆମେ ଧନ୍ୟ ହେଇଛୁ। ଏହା କହି ବଡ ଭାଇ ତାଙ୍କୁ ଗୃହ ଭିତରକୁ ପାଛୋଟି ନେବା ସମୟରେ ବିନୀତ କଣ୍ଠରେ ପ୍ରଣାମ କରି ଏଇ କଥା କହି କହି ତାଙ୍କୁ ଘରକୁ ଡାକି ନେଲେ। ସେଠୁ ତାଙ୍କୁ ସେଇଭଳି ପୁଣି ଆରମ୍ଭ ତାଙ୍କୁ ଆତିଥେୟତା ପାଇଁ ସେ ମେଷ ଶାବକ ବଧ କରି ଖାଦ୍ୟ ପ୍ରସ୍ତୁତ କରି ଆଣି ତାଙ୍କ ପାଖରେ ଇଲ୍ଲୋଳ ଅନୁରୋଧ କରିକି ଖାଦ୍ୟ ପରଷି ଦେଲେ। ସେ ତାକୁ କହୁଛନ୍ତି ସେ କହୁଛନ୍ତି ଯେ ମୁଁ ଆପଣଙ୍କ ପାଇଁ ସବୁଠାରୁ ଉତ୍ତମ ମେଷ ଶାବକ ବଧ କରି ଖାଦ୍ୟ ପ୍ରସ୍ତୁତ କରି ଆଣୁଛି। ଇଲ୍ଲୋଳ ଅନୁରୋଧ କରିଛି। ତାର ଭାଇ ସେତେବେଳକୁ ମେଷ ଶାବକରେ ପରିଣତ ହୋଇସାରି ଅଗଣାରେ ଠିଆ ହେଇଛି। ଋଷି ତାଙ୍କୁ ଦେଖୁଛନ୍ତି ଏତେ ସୁନ୍ଦର ପ୍ରାଣୀଟିଏ କି ଦୁଃଖର କଥା ଏଇ ସୁନ୍ଦର ପ୍ରାଣୀର ମୃତ୍ୟୁର କାରଣ ମୁଁ ହେବି ନା। ତେଣୁ ସେ ପ୍ରସ୍ତାବ ଦେଲେ ଯେ ମତେ ନିରାମିଷ ଭୋଜନ କିଛି ମିଳିପାରିବ। ସେଠୁ ଇଲ୍ଲୋଳ ଉତ୍ତର ଦେଲା ବ୍ୟସ୍ତ ହୁଅନ୍ତୁ ନାଇଁ ଆଜ୍ଞା ଆପଣ ତାକୁ ଖାଇଲେ ବି ସେ ମୋ ପାଖରୁ କୁଆଡେ ଯିବନି। ଇଏ ଉତ୍ତର ଶୁଣିକି ଆଶ୍ଚର୍ଯ୍ୟ ଇଏ ତାଙ୍କ ପାଟିରୁ ବାହାରି ପଡିଲା। କାହା ପାଟିରୁ କାହିଁକି ନା ଏଇଟା ହିଁ ତାଙ୍କର ବାଟ ନା। ସେ ତା ପାଟିରୁ ବାହାରି ପଡିଲା ଯେ ବ୍ୟସ୍ତ ହୁଅନ୍ତୁନି ଆଜ୍ଞା ଆପଣ ତାକୁ ଖାଇଲେ ବି ସେ ମୋ ପାଖରୁ କୁଆଡେ ଯିବନି। କାହିଁକିନା ସିଏ ଦେଖୁଛି ଯେ ଋଷି ଭାବୁଛନ୍ତି ପ୍ରାଣୀଟା ଗୋଟେ ପଶୁ ଟା ମରିଯିବ। ତେଣୁ ଇଏ ସେଇ ଦୃଷ୍ଟିକୋଣରୁ କହୁ କହୁ ପାଟିରୁ ବାହାରି ପଡିଛି। ସେଠୁ ଋଷି କହିଲେ କିଛି ତ ଅଛି। ତେଣୁ ସେ କଣ କଲେ ହଉ ହଉ କହିକିରି ସେ ଟିକେ ଧ୍ୟାନସ୍ଥ ହେଇଗଲେ। ଧ୍ୟାନସ୍ଥ ହେଲା ପରେ ସେ ଜାଣିଗଲେ ସବୁ ଘଟଣା କଣ ଅଛି। ଅଗସ୍ତ୍ୟ ମୁନି ସିଏ ତାଙ୍କୁ କୋଉ କଥା ଅଛପା ରହିବ। ସେ କହିଲେ ହଉ ବାବା ଯା ଇଲ୍ଲୋଳ କଣ କଲା ମେଷ ଶାବକକୁ ବଧ କଲା। ତାକୁ ରାନ୍ଧିଲା ରାନ୍ଧିକି ଆଣି ସୁନ୍ଦର ମାନେ ବାସ୍ନା ପୁରା ମହ ବାସ୍ନାରେ ଆଣି ତରକାରୀ ଋଷିଙ୍କ ପାଖରେ ପରଷି ଦେଇଗଲେ। ଭାତ ଆଉ ଯାହା ଯାହା ସବୁ ତା ସହିତ ସେଇ ମାଂସ ବ୍ୟଞ୍ଜନଟି ମଧ୍ୟ କରିକି ଆଣିଦେଲେ। ଋଷି ବିନା ବାକ୍ୟ ବ୍ୟୟରେ ତାକୁ ସେବନ କଲେ। ଗୃହକର୍ତ୍ତା ମାନେ ଗୃହକର୍ତ୍ତା ଏଠି କିଏ ଇଲ୍ଲୋଳ। ଇଲ୍ଲୋଳ କିନ୍ତୁ ମାନେ ତା ମନ ଖୁସି ସିଏ ଜାଣିଛି ସବୁବେଳେ କରୁଛି ଅର୍ଥପୂର୍ଣ୍ଣ ଭାବରେ ହସିକି ପାଖରେ ଠିଆ ହେଇଯାଏ। ସେଠୁ ତାପରେ ଋଷି କହୁଛନ୍ତି ଆଉ ବହୁତ ବହୁତ ଧନ୍ୟବାଦ। ତୁମର ବ୍ୟଞ୍ଜନ ଖୁବ ସ୍ଵାଦିଷ୍ଟ ଥିଲା ଇଲ୍ଲୋଳ କହୁଛି। ଆଜ୍ଞା ଏବେ ଆପଣଙ୍କୁ ଜଣେଇବାର କଥା ଯେ ଯିଏ ଥରେ ଇଏ ବ୍ୟଞ୍ଜନ ଖାଇଛି ଜୀବନରେ ତାକୁ ଆଉ ଥରେ କିଛି ଖାଇବାର ସୁଯୋଗ ମିଳି ନାହିଁ। ଏକଥା କହିକି ଜୋରରେ ଅଟହାସ୍ୟ କଲା। ମାନେ ହୁଁ ଇଏ ଯେହେତୁ କହିଲେ ବଢିଆ ବ୍ୟଞ୍ଜନ ହେଇଛି ଏ କଥା ସେ କହିକି ଜୋରରେ ହସୁଛି। କହୁଛି ଆଜ୍ଞା ଯିଏ ଇଏ ଖାଦ୍ୟ ଖାଇଛି ତାକୁ ଆଉ ଦ୍ଵିତୀୟ ବାର କିଛି ଖାଇବାର ସୁଯୋଗ ମିଳିନାହିଁ। ହସିଲା ହସି ସାରିଲା ପରେ ସଉଠୁ ତାର ପୁରୁଣା ଟା ଚାଲିଲା ଷ୍ଟାଇଲ ତା ଭାଇକୁ ଡାକିଲା।
ବାତାପି ବାତାପି କୋଉଠି ଅଛୁ ଆ ଖାଇବା। ଋଷି ତାଙ୍କ ତଳେ ବସିକି ଧୀରେ ଧୀରେ ତାଙ୍କ ପେଟଟାକୁ ଏମିତି 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 ଆଉଁଶୁଛନ୍ତି। ଧୀରେ ଧୀରେ ଆଉଁଶୁଛନ୍ତି। ଇଏ ଡାକି ଚାଲିଛି, ସେ ଶୁଣୁନି କିଛି ଜବାବ ଦଉନି। ବାତାପି, ଆରେ ବାତାପି ତୁ କୋଉଠି ରହିଲୁ? ଏବେ ତୋର ଫେରିଆସିବା ବେଳ ହେଇଗଲା। ହିଲ୍ଲୋଳ ବାରମ୍ବାର ଚିତ୍କାର କରୁଛି। କିନ୍ତୁ ଅତିଥିଙ୍କର ଉଦର ଫାଟିବାର କୌଣସି ଲକ୍ଷଣ ଦେଖାଯାଉ ନାହିଁ। ଇଏ ବାରମ୍ବାର ଡାକୁଛି। ବିସ୍ମିତ ହେଇଗଲାଣି, ମାନେ ତାକୁ ଧୀରେ ଧୀରେ ବ୍ୟସ୍ତ ହେଇଗଲାଣି, କଣ ହେଲା ବାହାରୁନି କଣ ତା ଭାଇ? ସେ ତ ସବୁବେଳେ ତ ଇଏ ଗୋଟାଏ ଦିଟା ଡାକରେ ସେ ପେଟ ଫାଟିକି ବାହାର କରି ପଳେଇ ଆସେ, ସେ ବ୍ୟକ୍ତି ମରିଯାଏ। ତେଣୁ ଇଏ ବିସ୍ମିତ ହେଇଗଲା, ବ୍ୟସ୍ତ ହେଇଗଲା। ଆହୁରି ଜୋରରେ ଡାକିଲା, ଆରେ ବାହାରୁନୁ କାହିଁକି? କାହିଁକି ଋଷିଙ୍କ ପେଟ ଫଟେଇ ବାହାର କରୁ? ଋଷି ସେଉଠୁ ତାକୁ କହୁଛନ୍ତି, ବତ୍ସ ତୁମ ଭାଇ ଆଉ କେବେ ବି ଫେରିବେ ନାହିଁ। ତୁମେ ତାକୁ ମେଷ ଶାବକ କରି ରାନ୍ଧିକି ମତେ ଆଣି ଯୋଉ ଖାଇବାକୁ ଦେଲ, ମୁଁ ତାକୁ ଉତ୍ତମ ରୂପେ ଜୀର୍ଣ୍ଣ କରିଦେଇଛି। ଋଷି ଏଇ କଥାଟି ବହୁତ ଶାନ୍ତ ଭାବରେ ତାଙ୍କୁ ଜଣେଇଲେ। ହିଲ୍ଲୋଳ ଭୟରେ ଥରିଗଲା, ଋଷିଙ୍କ ପାଦତଳେ ପଡିଗଲା। କହିଲା, ପ୍ରଭୁ ଆମର ବଡ ଭୁଲ ହେଇଛି। ଆଉ ଆପଣ ଆମକୁ କ୍ଷମା କରନ୍ତୁ। ଭବିଷ୍ୟତରେ ଏଭଳିଆ କୁକର୍ମ କେବେ କରିବୁ ନାହିଁ। ଆଜିଠାରୁ ଆମେ ସାଧାରଣ ବ୍ୟକ୍ତି ଭଳି ପରିଶ୍ରମ କରିବୁ। ପରିଶ୍ରମ କରି ଧନ ଉପାର୍ଜନ କରିବୁ ଏବଂ ସେଇ ଧନରେ ଆମେ ଚଳିବୁ। ତଥାପି ଋଷି ଅଗସ୍ତ୍ୟ ମୁନି କିଛି ଶୁଣିଲେ ନାହିଁ। କହିଲେ, ତୁ କଣ ଭାବୁଛୁ? ଏଇଭଳି ଏଇ ବାଟ ଦେଇକରି ଯିଏ ଯିବ ସମସ୍ତଙ୍କୁ ଏଇଭଳି ଭାବରେ ଡାକିକି ଆଣି ଆତିଥ୍ୟତା ଦେଇ ଭୋଜନ ଦେଇକି ତାପରେ ତାଙ୍କୁ ମାରିବୁ? ଏଇଟା କେଡେ ବଡ ଅପରାଧ ଜାଣିଛ? ଛଳନା ତ ଛଳନା, ତେଣୁ ପୁଣି ଏଇଟା କେଡେ ବଡ ଛଳନା। ଆତିଥେୟତାର ଗୋଟେ ଅପମାନ। ଯିଏ ଅତିଥି ଆସିଲେ ତାଙ୍କୁ ଭଗବାନ ସଦୃଶ ମନେ କରାଯାଏ। ସେଇଭଳି ଭାବରେ ତାଙ୍କର ସେବା କରିବା କଥା। ତୁ ଛଳନା କରି ଡାକି ଆଣି, ମାନେ ଡାକି ହାକି ତାକୁ ମାରିବା ପାଇଁ ଡାକି ଆଣୁ, ପୁଣି ଅତିଥି ଭଳିଆ କହିକିରି। ତେଣୁ ତୁମକୁ କେବେ ବି କ୍ଷମା ଦିଆଯିବ ନାହିଁ। ତେଣୁ ପୁଣି ଆଉ ହିଲ୍ଲୋଳ ଆଉ ବ୍ୟସ୍ତ। କହିଲା, ଋଷିବର ମତେ କ୍ଷମା କରନ୍ତୁ। ଆମେ ଶପଥ କଲେ, ମୁଁ ଶପଥ କରୁଛି ବର୍ତ୍ତମାନ ସୁଦ୍ଧା ଯେତିକି ଧନ ଯାହା ଯାହା ପାଖରୁ ଆଣିଛୁ ସମସ୍ତଙ୍କୁ ଖୋଜି ଖୋଜି ତାଙ୍କୁ ସବୁ ଅର୍ଥ ଫେରେଇବୁ। ପୂର୍ଣ୍ଣ ଭାବରେ ନିଃସ୍ୱ ହବୁ। ନିଃସ୍ୱ ହେଇ ସାରିଲା ପରେ ନିଜେ ଖଟି କରି ପରିଶ୍ରମ କରିବୁ ଏବଂ ଯାହା ଅର୍ଥ ରୋଜଗାର ହବ ସେଇଥିରେ ଚଳିବୁ। ସେତେବେଳେ ଯାଇକିରି ଅଗସ୍ତ୍ୟ ମୁନି ଶାନ୍ତ ହେଲେ। ଶାନ୍ତ ତ ଥିଲେ, କିନ୍ତୁ ସେତେବେଳେ ପ୍ରସନ୍ନ ହେଲେ। କହିଲେ, ଠିକ ଅଛି, ଏବେ ମୁଁ ତୁମ ଭାଇକୁ ମୁକ୍ତ କରୁଛି। ଆଉ ଆଜିଠାରୁ ତୁମ ପାଖରୁ ସେଇ ନିଜ ରୂପ ବଦଳେଇବାର ଶକ୍ତିକୁ ମଧ୍ୟ ମୁଁ ନେଇଯାଉଛି। ସେ ତାପରେ ତାଙ୍କ ଶକ୍ତିଠୁ ତାଙ୍କ ଭିତରୁ ହରଣ କରି ନେଇଗଲେ। ହିଲ୍ଲୋଳ ଆଉ ବାତାପି ତାଙ୍କର କୁକର୍ମର ଅନ୍ତ ଘଟିଲା। ତାପରେ ସେ ସବୁ ଯାକ ଧନରତ୍ନ ନେଇକି ବାଣ୍ଟି ଦେଲେ। ବାଣ୍ଟି ଦେଇକି ତାପରେ ତାଙ୍କର କଷ୍ଟ ଉପାର୍ଜିତ କରି ତାଙ୍କର ଜୀବନ ଯାପନ କଲେ। ଏଇ କାହାଣୀଟି କେତେ ଗୁଡେ କଥା ଏଥିରେ ବହନ କରୁଛି। ପ୍ରଥମ କଥା ହେଲା, ଛଳନାର ଅନ୍ତ ନିଶ୍ଚୟ ରହିଛି। ବିରୋଧୀ ଶକ୍ତି ଯେତେ ଯେତେ ଶକ୍ତିବାନ ହେଇଥାଉ ନା କାହିଁକି, ଲାଗୁଥିବ ଯେପରି ସେ ସଫଳ ପାଇଚାଲିଛି ପାଇଚାଲିଛି ପାଇଚାଲିଛି, କିନ୍ତୁ ତାର ଯେମିତି ତା କୁହାଯାଏ ତାର ଅନ୍ତ ନିଶ୍ଚୟ ଅଛି। ସିଏ କେବେ ବି ଚିରଦିନ ପାଇଁ ସତ୍ୟ ଆଗରେ ତିଷ୍ଠି ରହିପାରିବ ନାହିଁ। କେବେ ବି ତିଷ୍ଠି ରହିପାରିବ। ତାପରେ ଏଠି ଆଉ ଗୋଟେ କଥା ଦେଖନ୍ତୁ, ଋଷିଙ୍କ କଥା। ଯେତେବେଳେ ତୁମେ ତୁମ ଜୀବନର ସଂକଳ୍ପ କରିଲ ଯେ ଭଗବାନ ପାଇଁ ବଞ୍ଚିବ, ସେତେବେଳେ ତୁମକୁ ଯୋଉ ଜ୍ଞାନ ଯେତେବେଳେ ଦରକାର ସେତେବେଳେ ତୁମେ ସେ ଜ୍ଞାନ ହାସଲ କରିବ। ସେ ଜ୍ଞାନ ତମ ପାଖକୁ ଆସିଯିବ। ଏଠି ଆଉ ଗୋଟେ କଥା ଦେଖନ୍ତୁ, ତାଙ୍କର ଯୋଉ ଧନ ଦରକାର ବୋଲି ସେ ଆସିକି ପହଞ୍ଚିଲେ ସେଇ ବାଟ ଦେଇକିରି,
ସେ ତାର କାରଣ ଦର୍ଶଉଛି ଯେ ଆଙ୍କ ଭିତରେ ଯୋଉ ଧନର ଆବଶ୍ୟକତାଟାକୁ ମଧ୍ୟ ଭଗବାନ କ୍ରିଏଟ କରେଇଛି। କାହିଁକି ନା ଏପଟରେ ସେ ଯୋଉ ଇଲ୍ଲୋଳ ଆଉ ବାତାପିଙ୍କର ଯୋଉ ଆମେ ବାରମ୍ବାର ପଢୁଛନ୍ତି ଯେ ଜୀବନରେ ବାଧା ବିପତ୍ତି ବାରମ୍ବାର ଆସେ, କାରଣ ତୁମକୁ କୌଣସି ଏକ ସାମର୍ଥ୍ୟ ହାସଲ କରିବାର ଅଛି, କୌଣସି ଏକ ଦୁର୍ବଳତା ଉପରେ ତୁମର ବିଜୟ ହାସଲ କରିବାର ଅଛି, ଯୋଉଥିପାଇଁ ବାଧା ବିପତ୍ତି ଆମ ପାଖକୁ ଆସିଛି। ଯଦି ସେଇ ବାଧା ବିପତ୍ତିରୁ ଆମେ ଶିଖି ନେଲେ, ତେବେ ଆଉ ସେ ବାଧା ବିପତ୍ତି ଆମ ଜୀବନରେ ରହିବ ନାହିଁ। ତେଣୁ ଏଠି ଋଷି ଭଗବାନଙ୍କ ଦ୍ଵାରା ପ୍ରେରିତ ହେଇ ଆସି ପହଞ୍ଚନ୍ତି, ସେଥିରୁ ତାଙ୍କୁ ମୁକ୍ତ କରିଛନ୍ତି। ଏଇଟା ଗୋଟେ ଆମେ ଆମ ଦୃଷ୍ଟିକୋଣରୁ ଆମେ କହିବା ଯେ ଏଇଟା ନିଶ୍ଚୟ ଅହେତୁକି କୃପା, ଭଗବାନ କୃପା କଲେ। ତେଣୁ ଋଷି ନିଜେ ଆସି ପହଞ୍ଚିଲେ ଏବଂ ତାଙ୍କୁ ସେଇ ପ୍ରବୃତ୍ତିରୁ ମୁକ୍ତ କରିବା ପାଇଁ ଯୋଉ ବାଟ, ସେ ବାଟଟା ତିଆରି କଲେ ଏବଂ ଋଷି ତାଙ୍କୁ ମୁକ୍ତ କଲେ। କିନ୍ତୁ ଏଠି ଆଉ ଗୋଟେ କଥା ଦେଖିବେ ଯେ ଏଠି ବ୍ୟକ୍ତିଗତ ପ୍ରୟାସ ଆବଶ୍ୟକ। ବ୍ୟକ୍ତି ଯେ ପର୍ଯ୍ୟନ୍ତ ନିଜେ ହଁ କରି ନାହିଁ, ସେ ପର୍ଯ୍ୟନ୍ତ କେହି ତାକୁ ବଦଳେଇ ପାରିବେ ନାହିଁ। ଏ ସବୁ କଥାଟା ଏଇ କାହାଣୀ ଭିତରେ ରହିଛି। ଆମେ ଆମ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଆମେ ଦେଖିବା ଆମର ଲକ୍ଷ୍ୟକୁ ଭୁଲିବା ନାହିଁ, ସଂକଳ୍ପକୁ ଭୁଲିବା ନାହିଁ, ସଂକଳ୍ପକୁ ଦୃଢ କରି ରଖିବା। ଲକ୍ଷ୍ୟ ପାଇଁ, ଲକ୍ଷ୍ୟ ବିରୁଦ୍ଧରେ କିଏ ଲକ୍ଷ୍ୟ ବିରୁଦ୍ଧରେ କିଏ ଯାଉଛି ବା ଲକ୍ଷ୍ୟ ପାଇଁ କିଏ ସାହାଯ୍ୟ କରୁଛି, ସେଇ ଗୁଣ, ସେଇ ଘଟଣାକୁ ଆମ ଜୀବନରେ ବାରମ୍ବାର କିପରି ନ ଆସିବ, ଯୋଉଗୁଡାକ ମତେ ବିରୋଧ କରୁଛି, ସେଥିପାଇଁ ମୁଁ ପ୍ରସ୍ତୁତ ରଖିବି, ଗ୍ରହଣଶୀଳ ହେବି। ଭଗବାନଙ୍କର ସତ୍ୟ ଆଲୋକକୁ ଗ୍ରହଣ କରି ତାକୁ ଚିହ୍ନିବି, ଚିହ୍ନିକିରି ତାକୁ ପ୍ରତ୍ୟାଖ୍ୟାନ କରିବି ଏବଂ ଯୋଉ ଯୋଉ ଶକ୍ତି ମତେ ସାହାଯ୍ୟ କରିବ, ମାଙ୍କୁ ପ୍ରାର୍ଥନା କଲା ବେଳେ ତାରି କାର୍ଯ୍ୟକୁ ଯେପରି ମୋ ଭିତରେ ନିରନ୍ତର ନିରବଚ୍ଛିନ୍ନ ଭାବରେ କୌଣସି ବାଧା ବିନା ହେଇପାରିବ, ସେଥିପାଇଁ ମୁଁ ପ୍ରସ୍ତୁତ ରହିବି। ମା, ମା, thank you all, Robert.